रंजन रमेन्द्रनाथ बेणुधर प्रधान बाबू बड़ बाबू नायक बाबू इत्यादि इत्यादि माने संघ आरंभ करथिले बा संघर कार्यक्रम चली था एबे सुप्त होती ताहा पुणी चाहिले भी पुनरुद्धार होता आमे क्रमान्वये जो परिवार को केंद्र करी सत्संगर कार्यक्रम करा जाउथला एवं नामयज्ञ भी होता ताद्वारा ये अंचलर संघादिवासी माने एवं ये अंचलर जो माने विदग्ध श्रोता से माने या को अनुभव करुले शुणुले प्रत्येक दिन घंटाए 2 घंटा गीता हो भागवत हो रामायण हो से कथा कहते लोक माने आग्रह शुणुले कि सब वर्ष तो सब कथा करहबनी एबे शरीर ठीक थिले भी मन एते 3 दिन 5 दिन रही कोटी कार्यक्रम करवा ये सब मत टे भल लगुच तेरे गृहकर्ता इच्छा जे प्रवचन न हो कि हो संध्या बेला टे प्रार्थना हम गुरु भाई गुरु भौणी माने बसवे आमे परिवार लोक टे भाग नबू एवं आमर कार्यक्रम चलो तेणु ए वर्ष चिंता कली ये सब वर्ष तो नाम करुच ए वर्ष आमर हनुमानंकर 40 अखंड अखंड हनुमान 40 2टी दिन हो कारण वर्तमान सबुआड़े हनुमानंकर मूर्ति तैयारी होती पूजा जेन तेन प्रकार किए गोटे कर भी किसी नुह किए टे पानी झींचिकी फूल टे पकई दौ केतबले 11टा बेले केतबले दिन में केतबले अपराह्न या द्वारा अपराध बढ़ू जो अपराधर क्षमा पाइबापी आमे देवतार मंदिर करू बा देवता पूजा करू जदि से देवता मानू आमे ठीक समय पूजा न करूँ आमे सका उठिले चाह टे पीबू कि पानी टे पीबू गाधे साइडे जलिया खाइबू मध्याह्न समय खाद्य खाइबू अपराह्न टे जलिया खाइबू तापर राति पुणी कौन गोटे खाइबू आमे मनीष आमे साधारण मनीष आमे किंतु एते प्रकार एते थर खाऊ एते थर विभिन्न रकमर विभिन्न प्रकार व्यंजन तैयारी करूँ सबुदिन भी आमको गोटे व्यंजन भल लगे कि आमे जाकू इष्ट बोली स्थापन करवा ताकू कौन वर्षक थरे से पणा संक्रांति दिन केवल आम यज्ञ भज्ञ करी भात डालमा खटा करी से पुणी खाई
आमे शोइबा पुणी हनुमान अनैथिबे वर्षक पर्यंत। यह प्रकृत में ठीक होउछि कि आपण माने विचार निज निज अंचल यही सब उद्यम को केबे भी साधु उद्यम बोली कहा जाई। यह होउछि एक हीनमन्यतार उद्यम। धरतु आपण राम मंदिर करी न पारिबे, ସେଥିରେ ଯାଏ କିଛି ନାହିଁ। ଆମର ଅଭିମନ୍ୟୁ ବାଲିଆରେ ଗୋଟିଏ ରାମ ଅଛନ୍ତି। ଅଭିମନ୍ୟୁ ସାମନ୍ତ ସିଂହାର ଯେତେବେଳେ ଆସିଥିଲେ, ତାଙ୍କ ବାପା ଯେତେବେଳେ ରାଜସ୍ଥାନରୁ ଆସିଥିଲେ, ସେ ଗୋଟିଏ ଶାଳିଗ୍ରାମକୁ ରଘୁନାଥଙ୍କ ରୂପରେ ପୂଜା କରୁଥିଲେ। ଆଜି ବି ଅଛି। ଆପଣଙ୍କର ଏଠି ନେମାଳ ବନ୍ଧୁପୁର ସୁଦୁଖଣ୍ଡରେ ଗୋଟିଏ ରଘୁନାଥଙ୍କ ମନ୍ଦିର ଅଛି। ରଘୁନାଥଙ୍କ ମନ୍ଦିର କହିଲେ ଗୋଟେ ଶାଳିଗ୍ରାମ, ତାଙ୍କୁ ରଘୁନାଥଙ୍କ ରୂପରେ ପୂଜା କରାଯାଉଛି। ଆଉ କୋଉଠି ରାମଙ୍କର ମନ୍ଦିର ହେଇଛି। ଆମ ପିଲାଦିନେ କୋଉଠି କେମିତି ହନୁମାନ ମନ୍ଦିର ଗୋଟିଏ ଗୋଟିଏ ଥିଲେ। ଆମେ ଯେତେବେଳେ କନ୍ୟାକୁମାରୀ ଯାଉଥିଲୁ, ସେତେବେଳେ ଗୋଟେ ହନୁମାନ ମୂର୍ତ୍ତିକୁ ଦେଖିବାକୁ ପ୍ରାୟ ସମସ୍ତେ ଯାଆନ୍ତି। ସେଟା ବହୁତ ବଡ଼ ହନୁମାନ। ତାଙ୍କ ମୁଣ୍ଡ ଉପରେ ପୁଣି ପାରା ଫାରା ବସନ୍ତି ବୋଲି ଗୋଟାଏ ଲୋକ କଳ ବଇଥାଏ, ସେ ପାରାକୁ ଉପରୁ ଉଡ଼ାଏ। ମୁଁ ସେଇଆକୁ ଦେଖିକିରି ପଳେଇ ଆସିଲି। ମୁଁ କହିଲି କ'ଣ ହନୁମାନ ପାରାକୁ ଉଡ଼େଇ ପାରୁନାହାନ୍ତି, ଇଏ କ'ଣ ହନୁମାନ ହେବେ। ଫେରି ଆସିଲି। ଆମେ ଫେରି ଆସିଲୁ, ଅନ୍ୟମାନେ ବି ଯାଉଛନ୍ତି। ତାପରେ ଆମେ ଶୁଣିଲୁ, ହଠାତ୍ ଶୁଣିଲୁ ରାଉରକେଲାରେ ଗୋଟେ ଦିଲ୍ଲୀପ ରାୟ ଗୋଟେ ହନୁମାନ କରୁଛନ୍ତି। ବିରାଟ ହନୁମାନ, ସେ କେତେ ଫୁଟ କେଜାଣି। ତା ମୁଣ୍ଡ ଉପରେ ମହୁମାଛି ବସା ବି ହେଉଛି। ତାକୁ ହନୁମାନ ବାଟିକା ବୋଲି କୁହାହେଉଛି। ସେଠି ଚିକେନ ଠାରୁ ଆରମ୍ଭ କରି ସବୁ ଲୋକପ୍ରିୟ ଖାଦ୍ୟ ସବୁ ସେଠି ମିଳୁଛି ଏବଂ ତା ଭିତରେ ଅନେକ ଦେବାଦେବୀଙ୍କର ମନ୍ଦିର ବି ହେଇଛି। ତେବେ ଏଇଭଳି ପୂଜାର କ'ଣ ଆବଶ୍ୟକ? ଆମେ ଦାମନ ଯୋଡ଼ି ଯାଇଥିଲୁ। ଆମକୁ ଗୋଟିଏ RSS ସଂଘର ଲୋକ କହିଲେ, ବାବା ଟିକେ ଏଇଠି ଓହ୍ଲାନ୍ତୁ। ମୁଁ ଓହ୍ଲେଇଲେ ଦଣ୍ଡବତ ହେବା ପାଇଁ ପେଲାପେଲି ହେବେ, ମୁଁ ପଡ଼ିଯିବି। ଏଇଟା ନାଇଁ, ଏଠି ଗୋଟେ ଏସିଆ ମହାଦେଶର ବୃହତ ହନୁମାନ ଏଠି ହେଇଛନ୍ତି। ଏସିଆ ଗୋଟେ ମହାଦେଶ। ସେ ମହାଦେଶରେ କେତେ ଦେଶ, ସେଥିରେ ପୁଣି ଗୋଟେ ଏତେ ବଡ଼ ହନୁମାନ ଦାମନ ଯୋଡ଼ିରେ ହେଇଛନ୍ତି। ତାଙ୍କ ମୁଣ୍ଡ ଉପରେ କ'ଣ ହେଇଛି ନା ବିରୁଡ଼ି ବସା। ମୁଁ କହିଲି ହନୁମାନଙ୍କୁ ଦେଖିବା ନା ବିରୁଡ଼ି ବସାକୁ? ଆପଣ ଜଣେ ରାଷ୍ଟ୍ରୀୟ ସଂଘର କର୍ମକର୍ତ୍ତା, ଏଇ କଥାକୁ ଆପଣମାନେ ଏତେ ଭଲ ପାଉଛନ୍ତି। ବିରିଡ଼ି ବସା ବରଂ ହଉ, କିନ୍ତୁ ହନୁମାନ ଗୋଟେ ବିରାଟ ହୁଅନ୍ତୁ। ଲୋକଙ୍କୁ ଆମେ କହୁ ଯେ ଏଇଟା ଏସିଆ ମହାଦେଶର ବୃହତ୍ତମ ହନୁମାନ। ଏଗୁଡ଼ାକ ମୋତେ କହିବେ ନାହିଁ। କିନ୍ତୁ ତା ପରଦିନ ଦାମନଯୋଡ଼ିର ଯିଏ ଭକ୍ତମାନେ ଥିଲେ, ଚିତ୍ତବାବୁ, ସେ ତାଙ୍କର ଗୋଟେ ଆୟୋଜନ କଲେ।
ତା ତଳେ ଆଉ ଗୋଟେ ଛୋଟ ହନୁମାନ ସୁନ୍ଦର ଦେଖିବାକୁ ଅତି ସୁନ୍ଦର ମୂର୍ତ୍ତି। ତାଙ୍କ ଆରତୀ ସମୟଟିର ଘଣ୍ଟ କୀର୍ତ୍ତନ ପ୍ରାର୍ଥନା ମୋତେ ବହୁତ ଭଲ ଲାଗିଲା ଏବଂ ମୁଁ ବିପଦ ପଟେ କଥା କହିକି ସେଠୁ ଆସିଲି। ସେଇ କଥା ମନେ ପକାଇଲେ ମୋତେ ବହୁତ ହସ ଲାଗେ। ଏଇ ସାଲେପୁରକୁ ଆସିବା ପାଇଁ ମଧ୍ୟ ଆମେ ଯେଉଁ ବାଟରେ ଆମେ ଆସିଲୁ ସେ ବାଟରେ ମଧ୍ୟ କେତୋଟି ହନୁମାନ ବି ପଡ଼ିଲେ। କିଏ ଛୋଟ କିଏ ମଝିଆ କିଏ ବଡ଼। ଏସବୁ ନକରି ରାମ ସହସ୍ର ନାମ ଯଦି କରିବ ରାମ କୃପା ଲାଭ କରିବ। ହନୁମାନ ଚାଳିଶା ଅଖଣ୍ଡନ କରିପାର, ଥରେ ଦୁଇଥର ପଢ଼ିଲେ ବି ତାର ଗୋଟେ କୃପା ମଧ୍ୟ ଅଛି, ନିଶ୍ଚୟ ମିଳିବ। ଘରେ ଘରେ ଗୋପାଳ ମୂର୍ତ୍ତିକୁ ପୂଜା ନକରି ଗୋପାଳ ସହସ୍ର ନାମ ବିଷ୍ଣୁ ସହସ୍ର ନାମ ପାଠ କରିବା, ତାଦ୍ୱାରା ଲାଭ କ୍ଷତି ନାହିଁ, ଲାଭ। ସେ ଲାଭଟା ଯାହା ହଉ ନା କାହିଁକି ଜୀବନରେ ବଡ଼ ଲାଭ ହେଉଛି ଶାନ୍ତି। ଯଦି ଜୀବନରେ ଆମେ ଶାନ୍ତିରେ ଟିକେ ବଞ୍ଚିପାରିଲୁ, ରାତି ପାଇଲେ ଶାନ୍ତି ଯଦି ଆମେ ପାଇଲୁ, ସେଇ ହେଉଛି ଜୀବନର ସାର୍ଥକତା। ଯେଉଁ ଗୃହରେ ଶାନ୍ତି ନାହିଁ, ଯେଉଁ ଗୃହରେ ଶୃଙ୍ଖଳା ନାହିଁ, ଯେଉଁ ଗୃହରେ ସମ୍ପର୍କ ନାହିଁ, ଭଲ ପାଇବା ନାହିଁ, ସିଏ ଗୃହ କେବେ ବୈକୁଣ୍ଠାଧିପତିଙ୍କର ମନ୍ଦିର ହେଇ ନପାରେ। ତାକୁ ଆମେ କହୁ ଇଏ ଗୋଟେ ନର୍କ। ରାତି ପାଇଲେ କେଁ କଟର। ଆପଣ ଦେଖିବେ ବର୍ଷା ଆଗମନ ହେଲେ ବା ବର୍ଷାର ସମ୍ଭାବନା ରହିଲେ ହରି ବୋବାନ୍ତି। ହରି କିଏ? ବେଙ୍ଗ। ହରିର ଗୋଟେ ନାଁ ଅଛି ବେଙ୍ଗ। ବାମୁଣୀ ବେଙ୍ଗ ବୋବେଇଲେ ଆମେ ଘରେ ବସି ଭାବୁ ଯେ ମେଘ ପଟେ ହବା ଭିତରେ। ସେଇଭଳି ସର୍ପଟିଏ ଯଦି ଆମେ ଦେଖୁ ତାହେଲେ ଆମେ କହୁ ଇଏ ସର୍ପଟା ବିଷଧର ସର୍ପ, କାହାକୁ ଦଂଶନ କରିପାରେ। ଆମେ ତାକୁ ଆଡ଼େଇକିରି ଯାଉ, ନହେଲେ କେହି ତାକୁ ମାରିଦିଅ। ସର୍ପ ହେଉଛନ୍ତି ହରି। ଆପଣ ଦେଖିବେ ଠାକୁର ଆମର ହିନ୍ଦୁମାନଙ୍କର ଗୋଟେ ଚିତ୍ର ଆପଣ ଦେଖନ୍ତୁ। ହରିଙ୍କ ଉପରେ ହରି ଶୟନ କଲେ। ହରି କହିଲେ ସାପ। ସେ ପୁଣି କେତେ ଜଣ ସାପ? 7ଟି ସାପ, ଯାହାଙ୍କର ସପ୍ତ ଫେଣା ବୋଲି କୁହାଯାଉଛି। ଏହି ସପ୍ତ ଫେଣା ହରିଙ୍କ ଉପରେ ଯିଏ ଶୟନ କରିଛନ୍ତି ସିଏ କିଏ? ନା ହରି। ହରି କହିଲେ ନାରାୟଣ, ବିଷ୍ଣୁ। ତେଣୁ
ହରି କହିଲେ ତ୍ରେତୟା ଯୁଗରେ ସ୍ୱତନ୍ତ୍ର, ସତ୍ୟ ଯୁଗରେ ନରସିଂହ ଆସିଥିଲେ। ଲୋକ ଚଟକିରି କହିଛନ୍ତି ନରସିଂହ, ନୃସିଂହ। ଆମର ଏଇଠି ପାଗାହାଟ ପାଖରେ ଗୋଟେ ପ୍ରସିଦ୍ଧ ନୃସିଂହଙ୍କର ଅବତାର ମୂର୍ତ୍ତି ଅଛି, ମନ୍ଦିର ଅଛି। ସେଠି ବି ବଳିଆ 3 ଦିନ କହିଛି। କିନ୍ତୁ ସିଧାସଳଖ ହରି ବୋଲି କାହାକୁ କୁହାଏ? ମାନେ ଏ କୋଉ ମନ୍ଦିର? ନା ନୃସିଂହ ମନ୍ଦିର। ସୀମାଞ୍ଚଳରେ କିଏ ଅଛନ୍ତି? ନା ନୃସିଂହ। ସେଇଭଳି ଭାବରେ ଯଦି ଆପଣ ଅଯୋଧ୍ୟାକୁ ଯିବେ, ସେଠି ହନୁମାନ ଅଛନ୍ତି, ରାମ ଅଛନ୍ତି, କିନ୍ତୁ ଆପଣ ରାମଙ୍କ ମନ୍ଦିର ବୋଲି କହିବେ, ଲକ୍ଷ୍ମଣଙ୍କ ମନ୍ଦିର ବୋଲି କହିବେ, ଜାନକୀଙ୍କ ମନ୍ଦିର ବୋଲି କହିବେ, କିନ୍ତୁ ହରି ମନ୍ଦିର କହିବେ। ଦ୍ୱାପର ଯୁଗରେ ଆପଣ ଯଦି ମଥୁରାକୁ ଯିବେ, ଗୋପ, ବୃନ୍ଦାବନ, ବର୍ଷାଣା, ନନ୍ଦକା, ଗୋକୁଳ, ଯେଉଁ ସ୍ଥାନକୁ ଯିବେ ଆପଣ କହିବେ କୃଷ୍ଣଙ୍କ ମନ୍ଦିର। କେହି କହିବେନି ହରି ମନ୍ଦିର। ସେଇଭଳି ଆପଣ ଜଗନ୍ନାଥଙ୍କ ମନ୍ଦିରକୁ ଆସୁଛନ୍ତି, କୁଆଡ଼େ ଯାଉଛ? ନା ଜଗନ୍ନାଥଙ୍କୁ ଦର୍ଶନକୁ ଯାଉଛ। ଆମର କେନ୍ଦ୍ରାପଡ଼ାର ବଳଦେବଙ୍କ ପାଖକୁ ଯିବେ, କୁଆଡ଼େ ଯାଉଛ? ନା ବଳଦେବଙ୍କ ଦର୍ଶନକୁ ଯାଉଛ। ଏଇଭଳି ଭାବରେ ହରି ମନ୍ଦିର କୋଉଠି? ଇଏ ଯୋଉଠି ନାମ ହଉଛି, ସେ ଯୋଉ ନାମ ତାକୁ ଆପଣ କହିବେ ଅମୁକଙ୍କ ଘରେ ହରି ନାମ ହଉଛି, ହରି କୀର୍ତ୍ତନ, ଏଇଠି ହରି ଶବ୍ଦ ଲାଗିବ। ଇଏ ତିଲକଟି ନାଇଚ, ତାକୁ କ'ଣ ଆପଣ କହିବେ? ଇଏ ହରି ମନ୍ଦିର ତିଲକ। ତିଲକକୁ ହରି ମନ୍ଦିର ହରି ଚିତା ବୋଲି କହିପାରିବେ, କିନ୍ତୁ ମୂର୍ତ୍ତିକୁ ଆପଣ କହିବେ ଜଗନ୍ନାଥ କି ବଳଦେବ, କୃଷ୍ଣ, ରାମ ଇତ୍ୟାଦି। ଏଇ ଯୋଉ ହରି ସ୍ୱତନ୍ତ୍ର ଭାବରେ ଅବତାର ନେଇଥିଲେ, ତାଙ୍କ ମୂଳରେ ଆଉ କୋଉ ନାଁ ନଥିଲା। କିଏ ତାଙ୍କୁ କେଶରୀ ନନ୍ଦନ କରେ, କିଏ ତାଙ୍କୁ ପବନ ପୁତ୍ର କୁହେ, କିଏ ତାଙ୍କୁ ଆଞ୍ଜନେୟ କୁହେ, କିନ୍ତୁ ପ୍ରକୃତ ହରି ହେଉଛନ୍ତି, ହରିଙ୍କ ଅବତାର ହେଉଛନ୍ତି ହନୁମାନ। ହନୁମାନ ହେଉଛନ୍ତି ସ୍ୱୟଂ ହରି। ଆଜି ବି ଜଗନ୍ନାଥଙ୍କ ମନ୍ଦିର ଚୂଡ଼ାରେ ଆପଣ ଦେଖିବେ ରାମ ତିଲକ ନୀଳଚକ୍ର ପାଖରେ ରଖିବେ। ଆଜି ବି ନନ୍ଦିଘୋଷ ରଥରେ ରଖିବେ, ଦେଖିବେ
कपि केतन बाना कपि कहले हनुमान तेणु जुगे जुगे हरि से अच्छन्ति आउ रहिबे ସେଥିପାଇଁ ବୈଷ୍ଣବ ମାନେ ଗାଆନ୍ତି ହରିନାମ ସଂକୀର୍ତ୍ତନ हरिनाम पूर्व वर्ष होता पूर्व 2 वर्ष होता मनटा मानिटी बोली पुणी ए वर्ष हरिनाम है पान खंडे दवाई चाहा टिके क्या दवाई आमर मनरे उदारता नहीं कि जो हरिनाम हम सेठी सबू मिल खाइबा मिल पिंधा मिल दक्षिणा मिल सब कुंठा नहीं सेठी कृपणता नहीं से उदार भाव से कहगला हरि नाम प्रेम लड़ू अटे मिठा थरे जदि ये कथारे मन प्रवेश करे से केबे तुमको हट्टा लगे जा ये नाम नेबी तेणु ये कथा को पूरी कहले जशवंत अधिकार हरिना प्रेम लड़ू जाचंती सीता यारे
नित्यानंद महाप्रभु कौन कहले कहले ये सब कथा छाड़ सबाई मुखे बोलो निताई गौर हरि बोल हरि हरि नाम बहु अर्थ कहा नहीं जानी ये हरि होउचंती हरि कहले सिंह सत्यरे नर हरि हरि कहले मर्कट ये जो गछ जड़ा मर्कट नुहे मर्कटाकृति तेणु त्रेतया जुगरे रामंक सहित किए दूत थिले किए लंका गड़ जय करथिले सीता को किए ठाब करथिले राम लक्ष्मण को कांधे बसई किए राम लक्ष्मण को उद्धार करथिले किए करथिले सी होउचंती राम हरि मनोजवंग मारुत्य तुल्लभे मुखरे कौन गाउले हनुमान को श्री मुखरे कौन थिला श्री राम जय जय राम श्री राम
कथा से कही जो नाम धरी पवनर सुत देई समुद्र आनिला संकेत से किए हनुमान आम तो सब नाम करुचु आम तो गोटे नाड़ को नहीं पार्नु सी पुणी समुद्र को पारिगला राम नाम सही शक्ति तेणु ये हरि शब्द को भागवत सुंदर भाव वर्णना करा नमोई नमोई ऋषि से हरि गीतार मध्य हरि शब्द सुंदर भाव वर्णित महाजोगेश्वर हरि यदि कृष्ण को हरि बोली कह तेणु हरि होउचंती दुखर हरण कर्ता तापर हरण कर्ता शोकर हरण कर्ता से भागवत टे पढ़िले शेष आम कौन बोलू गोविंद गोविंद सेवक सेवक आनंदे हरि हरि तेणु हरिंकर कथा तो ये माने गोटे हरिवंश बोली गोटे स्वतंत्र संक्षिप्त महाभारत मध्य अच्छे कौन गृह किसी जदि अशांति बा किसी गोटे आसे ताहले साधु लोक माने कहती हरिवंश पाठ कर तेणु ये जगत हूँ हरिमय
किए मानु बा किए न मानु किंतु आमे तो सही हरिंकर नाम कीर्तन को पाथेय करी जीवन अतिवाहित करुचु शेष पर्यंत तेणु आपण माने से हरि कथा हरि नाम श्रवण करने ये बसी हनुमानंकर प्रथम अक्षरटी होची ह हटी कहले हंस हंस किए आम निश्वास हंसर आउ एक अर्थ होती सूर्य सूर्य को नमस्कार कर अहंस 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 जप कर ताहले बहुत जिनिस मिल किंतु गुरु प्रदत्त होते लाभवान हम आ गुरु कृपा मिशीगले आउरी लाभवान हम तेणु ये गरम मुझे काली से कहली एते गरम है 6 गिलास खंडे पानी पीली शेष आज काली 2 दिन तक असुस्थ तेरे काली की तो कहबी से बसिक कहबी मत ठंडा पवन हेले कह ये वंशर